ନମସ୍କାର। ବନ୍ୟା ଛାଡ଼ିଗଲେ କି କରେ ନା, କ୍ଷୀର ଛାଡ଼ିଗଲେ କି କରେ ମା। ଏଇ ଯେମିତି ବର୍ଷା ଛାଡ଼ିଗଲେ ଛତା, ଶୀତ ଛାଡ଼ିଗଲେ ସୂର୍ଯ୍ୟ, ଆଉ ପିଲାମାନେ ବଡ଼ ହୋଇଗଲେ ବୃଦ୍ଧ ପିତାମାତା, ଆଉ ଯେତେବେଳେ ଅନ୍ଧ ଲୋକଟି କୌଣସି କାରଣରୁ ଚକ୍ଷୁ ପାଇଯାଉଛି ତା ବାଡ଼ି, ଆଉ ଆମର ଯେତେବେଳେ ସମସ୍ତଙ୍କର ଅଭାବ ଅସୁବିଧା ଦୁଃଖ ପୂରଣ ହୋଇଯାଉଛି, ଆବଶ୍ୟକତା ପୂରଣ ହୋଇଯାଉଛି, ସେ ପୂରଣ କରିଥିବା ବନ୍ଧୁ ରୂପକ ଭଗବାନଙ୍କର ଅବସ୍ଥା କ'ଣ ହୁଏ? ଏମାନେ ସମସ୍ତେ ଆମ ପାଇଁ ବୋଝ ପାଲଟି ଯାଆନ୍ତି। ଆମେ ଫୋପାଡ଼ି ଦିଅନ୍ତି, ସର୍ବପ୍ରଥମେ ତାଙ୍କୁ ହିଁ ଫୋପାଡ଼ି ଦିଅନ୍ତି। କାହିଁକି ନା ଆମେ ସୁସ୍ଥ ସବଳ ହୋଇଯାଇଛନ୍ତି, ଆମର ଅଭାବ ନାହିଁ, ଆବଶ୍ୟକତା ନାହିଁ। ଥରେ କେବେ ଭାବି ନାହାନ୍ତି, ଥରେ କେବେ ମନେ ପକାଇ ନାହାନ୍ତି ତାଙ୍କର ଉପସ୍ଥିତି ଆମ ଜୀବନ ପାଇଁ କେତେ ମୂଲ୍ୟବାନ ଥିଲା। ଏମିତି ବାରମ୍ବାର ଠକନ୍ତି ଆମ ଜୀବନରେ, ତଥାପି ସେ ଭୁଲ କରିବାକୁ ଆମେ ପଛାନ୍ତିନି। ଠିକ୍ କରନ୍ତି ଆଜ୍ଞା, ଭୁଲର ପ୍ରଶ୍ନ ଉଠୁନି, କାରଣ ଆପଣ କର୍ତ୍ତବ୍ୟ କରୁଛନ୍ତି। ଦୁଃଖ ପାଉଛନ୍ତି ଏଇଥିପାଇଁ ଆପଣ ଆଶା ରଖିଛନ୍ତି, ଗଛ ଲଗେଇଛନ୍ତି ନଡ଼ିଆ, ଖାଇବେ ଫଳ। କର୍ମ କରନ୍ତୁ। ସମାଜରେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଏଇଭଳି ଅନେକ ସମସ୍ୟା ଅଛି। ଆପଣ ଆଶ୍ଚର୍ଯ୍ୟ ହେବେ, ସାଧୁ ଜଣେ ନଦୀରେ ସ୍ନାନ କରୁଥିଲେ। କଙ୍କଡ଼ା ବିଛାଟିଏ ଭାସି ଯାଉଛି ଜଳସ୍ରୋତରେ। ସେ ବାରମ୍ବାର ସେ କଙ୍କଡ଼ା ବିଛାଟିକୁ ତାଙ୍କ ହାତକୁ ନେଇ ଆସୁଛନ୍ତି, ତୋଳି ଧରୁଛନ୍ତି। କଙ୍କଡ଼ା ବିଛାଟି ଦଂଶନ କରୁଛି, ଖସି ପଡ଼ୁଛି, ପୁଣି ତୋଳି ଆଣୁଛନ୍ତି। ନଦୀ କୂଳରେ ଥିବା ଶିଷ୍ୟ ଏସବୁ ଦେଖୁଛି। ସନ୍ନ୍ୟାସୀ ଶେଷରେ କଙ୍କଡ଼ା ବିଛାଟିକୁ ଆଣି କୂଳରେ ଛାଡ଼ିବା ପରେ ଶିଷ୍ୟଟି ପଚାରୁଛି, ଗୁରୁଜୀ, ଆପଣ ସେ ଦୁଷ୍ଟଟାକୁ କାହିଁକି ହାତରେ ବାରମ୍ବାର ଧରୁଛନ୍ତି? ସେ ଆପଣଙ୍କୁ ଦଂଶନ କରୁଛି, ଆପଣ ଛାଡ଼ିଦେଲେନି, ସେ ଭାସି ଯାଇଥାନ୍ତା, ଦୁଷ୍ଟ ସେ ଠିକ୍ ଦଣ୍ଡ ପାଇଥାନ୍ତା। ସାଧୁ ହସିକି କହିଲେ, ତୁମେ ଜାଣିଛଟି କଙ୍କଡ଼ା ବିଛା କ'ଣ କରେ? ତା ପ୍ରକୃତି କ'ଣ? ନା ସେ ଦଂଶନ କରେ। ଆଉ ସିଏ କଙ୍କଡ଼ା ବିଛା ହେଇକି ଯଦି ତାର ପ୍ରକୃତି ଛାଡ଼ି ପାରୁନି, ମୁଁ ଜଣେ ସନ୍ନ୍ୟାସୀ ହିଁ ମୁଁ ମୋର ପ୍ରକୃତି କେମିତି ଛାଡ଼ିବି? ତେଣୁ ଆମେ ନିଜର ପ୍ରକୃତିକୁ କେବେ ଛାଡ଼ିବା ନାହିଁ। ବୁଝିପାରୁଛନ୍ତି? ଆମେ ଆମର କର୍ତ୍ତବ୍ୟ ଯେତେବେଳେ ଯାହା କରିବା ଉଚିତ କରିଚାଲିବା, ଫଳର ଆଶା ରଖିବାନି, ଦୁଃଖ ପ୍ରାପ୍ତି ହେବ ନାହିଁ। ବୁଝିପାରୁଛନ୍ତି? ନିଜକୁ ସବୁବେଳେ ଗୋଟିଏ ପ୍ରଶ୍ନ ପଚାରିବା, ମୁଁ କୃତଜ୍ଞ ନା ମୁଁ କୃତଜ୍ଞ? ଆପଣ ଥରେ କର୍ତ୍ତବ୍ୟ କରନ୍ତୁ ନା, ନିଶ୍ଚିତ ଆପଣ ଗର୍ବ ଗୌରବ ଅନୁଭବ କରିବେ। ଜୟ ଜଗନ୍ନାଥ।